ତିନୋଟି ଦଳ ଯେଉଁମାନେ କି ବିଜେଡି ବିଜେପି ଆଉ କଂଗ୍ରେସ ଏଇ ତିନି ହୁଁ ଜଣଙ୍କ ଭିତରେ ଫାଇଟଟା ହବ ବୋଲି ସମସ୍ତେ ଜାଣିଛନ୍ତି ପ୍ରାୟ ନା ଆହୁରି ଆଜ୍ଞା ଆଜ୍ଞା ବହୁତ ସ୍ୱାଧୀନ ପ୍ରାର୍ଥୀ ବି ଆମେ ଦେଖୁଛୁ ପାଖାପାଖି 7-8 ଜଣ ସ୍ୱାଧୀନ ପ୍ରାର୍ଥୀ ବି ଏଥର ନୂଆପଡ଼ା ବାଇ ଇଲେକ୍ସନକୁ ଆସିଛନ୍ତି ସେମାନେ ମୁଁ କଣ୍ଟେଷ୍ଟ ଆପଣଙ୍କୁ କରିବା ପାଇଁ ଆଜ୍ଞା ସେ ମୁଁ ଆପଣଙ୍କୁ ଭିତରେ କହିବାକୁ ସେମିତି ଚାହିଁବି କିଛି ନାମଚିନ୍ ଅଛନ୍ତି କି ନେତା ଯେଉଁମାନେ କିଛି ଗୋଟେ ବିଶିଷ୍ଟ ନେତା ନା ଖାଲି ଡିଭାଇଡ୍ କରିବା ପାଇଁ ଆସିଛନ୍ତି ଭୋଟକୁ ଦେଖନ୍ତୁ ଆଜ୍ଞା ଟୋଟାଲ ନୂଆପଡାରେ ଯେନ୍ ବାଇ ଇଲେକ୍ସନ ଚାଲିଛି ସେଥିରେ 14ଟା କ୍ୟାଣ୍ଡିଡେଟ ଅଛନ୍ 14ଟା କ୍ୟାଣ୍ଡିଡେଟ ଭିତରୁ 3ଟା ଜାତୀୟ ଦଳ ରହିଛି ଯେନ୍ଟା କି ବିଜେପି ବିଜେଡି ଆଉ କଂଗ୍ରେସ ଆଜ୍ଞା 3ଟା ଦଳ ଭିତରୁ ଦେଖୁନ୍ ବିଜେପି ରେ ଆମର ଜୟ ଢୋଲକିଆ ପ୍ରାର୍ଥୀ ହେଇଛନ୍ ଆଜ୍ଞା ଆଉ ଆଉ ବିଜେଡି ରେ ଅଛନ୍ ସ୍ନେହାଙ୍ଗିରି ଛୁରିଆ ଆଜ୍ଞା ଆଉ ଆଉ କଂଗ୍ରେସ ରେ ଅଛନ୍ ଘାସିରାମ ମାଝୀ ଠିକ୍ ତ ତେବେ ଦେଖୁନ୍ ହଁ ହୁଁ ହଁ ଆପଣଙ୍କ ଦେଖୁନ୍ ତ ଆମର ଯେହେତୁ 14ଟା କ୍ୟାଣ୍ଡିଡେଟ ଭିତରୁ 3ଟା ଆମର ଜାତୀୟ ଦଳ ରହିଛି ଆଚ୍ଛା ସେ ଭିତରୁ ସବୁ ବାକିଟା ସ୍ୱାଧୀନ ପ୍ରାର୍ଥୀ ରହିଛନ୍ ଆଚ୍ଛା ତ ଇଛନ୍ ନୂଆପଡା ରାଜନୀତିରେ 3ଟା ଦଳର ଦବଦବା ପୁରା ଚାଲିଛେ ହଁ ଯେହେତୁ ଜାତୀୟ ଦଳ ମାନେ ବିଜେପି ବିଜେଡି ଆଉ କଂଗ୍ରେସ ଆଚ୍ଛା ତ ଯାହା ଶୁଣବାକେ ମିଳୁଛେ ଦୁଇଟା ଦଳର ଫାଇଟ ଭିତରେ ସେଥିରେ କଂଗ୍ରେସ ର 3 ନମ୍ବର ସ୍ଥାନ ଅଛି ବୋଲି ଯାହା ଶୁଣବାକେ ମିଳୁଛେ ଯାହା ଲୋକଙ୍କର କହିବାର ହିସାବରେ ଆଚ୍ଛା ଆଚ୍ଛା କିନ୍ତୁ ଏପଟେ ଆମେ ଯାହା କିଛି ଲୋକଙ୍କର କିଛି ସାମ୍ବାଦିକ ଭାଇମାନଙ୍କର ରିପୋର୍ଟ ପାଇଛୁ ସେ ଆଜ୍ଞା ରିପୋର୍ଟ କେତେ ଦୂର ସତ କି ଭୁଲ ସେଇଟା ଆପଣମାନେ କହିପାରିବେ କିନ୍ତୁ ସେଠି ଆଜ୍ଞା ମାଝୀ ବାବୁଙ୍କର ବ୍ୟକ୍ତିତ୍ୱକୁ ନେଇକି ଏମିତି ଆଜ୍ଞା ବହୁତ ସାମ୍ବାଦିକ କହୁଛନ୍ତି ଯେ ତାଙ୍କର ବ୍ୟକ୍ତିତ୍ୱ ଦୃଷ୍ଟିରୁ ଦେଖିଲେ ସେ ନମ୍ବର ୱାନ୍ରେ ଅଛନ୍ତି ଏମିତି ଆଜ୍ଞା ଆଜ୍ଞା କିଛି ସାମ୍ବାଦିକଙ୍କ କହିବା କଥା ତେବେ ଯଦି ଆମେ ଆଉ ଟିକେ ବିଶେଷ ବିଶ୍ଳେଷଣ କରିବା ପ୍ରାୟତଃ ଉପନିର୍ବାଚନ ଗୁଡ଼ାକ ଯେଉଁ ଦଳର ମୁଖ୍ୟମନ୍ତ୍ରୀ ଥାଆନ୍ତି କିମ୍ବା ଯେଉଁ ଦଳ ଆଜ୍ଞା ଶାସନରେ ଥାଏ ସେ ହିଁ ପ୍ରାୟତଃ ଟାଣିନିଏ ଏଇଟା ଆଜ୍ଞା ଦେଖାଯାଇଛି ହଁ ତେବେ ଆପଣଙ୍କ କହିବା କଥା ହେଉଛି ଯେ ଫାଇଟ୍ଟା ବିଜେଡି ଆଉ ବିଜେପି ଭିତରେ ହେବ ଆଜ୍ଞା ଆଚ୍ଛା ଦେଖନ୍ତୁ ଏଥିରେ କିଛି ଦ୍ୱିମତ ନାହିଁ ଫାଇଟ ଦୁଇ ଜଣଙ୍କ ଭିତରେ ଅଛି ଦେଖନ୍ତୁ ଏଥିରେ କଣ ହୁଏ ଦି ଜଣଙ୍କ କଳିରେ ତୃତୀୟର ଲାଭ ରହିଥାଏ ଆଚ୍ଛା ଦି ଜଣଙ୍କ କଳି ଭିତରେ ତୃତୀୟର ଲାଭ ରହିଥାଏ କିଏ ତୃତୀୟ ଏଥିରେ ଦେଖନ୍ତୁ ତୃତୀୟ ଦଳଟି କିଏ ତୃତୀୟ ଦଳ ହଉଛି କଂଗ୍ରେସ ଆଚ୍ଛା ହଁ ଦେଖନ୍ତୁ ଦୁଇ ଜଣଙ୍କ ଭିତରେ ଦେଖନ୍ତୁ ଆପଣ କହିବାକୁ ଚାହିଁବି ଯିଏ ଦିବଙ୍ଗତ ରାଜୁ ଢୋଲକିଆ ଥିଲେ ଆଜ୍ଞା ସେ ଥିଲେ ବିଜେଡି ର କ୍ୟାଣ୍ଡିଡେଟ ଆଜ୍ଞା ତାଙ୍କର ଦେହାନ୍ତ ହେଲା ପରେ ଏଇ ବାଇ ଇଲେକ୍ସନ ଚାଲୁଛେ ଆଚ୍ଛା ତ ଦେଖନ୍ତୁ ତାଙ୍କର ଯେନ୍ ପୁତ୍ର ଥିଲେ ଜୟ ଢୋଲକିଆ ହଁ ତାଙ୍କୁ ଆଗରୁ ବିଜେଡି ଟିକେଟ ଦବ ବୋଲି ଯାହା କିଛି ସ୍ପଷ୍ଟ ହେଇସାରିଥିଲା ଠିକ୍ ତାପରେ କଣ ହେଲା ଆମର ଯେନ୍ ଥିଲେ ଜୟ ଢୋଲକିଆ ସେ ବିଜେପି ରେ ଜଏନ ହେଇଗଲେ ବା ବିଜେପି ତାଙ୍କୁ ଟାଣି ନେଇକି ମାନେ କ୍ୟାଣ୍ଡିଡେଟ ବନେଇଲା ହଁ ସେଇଟା ଦେଖନ୍ତୁ ବର୍ତ୍ତମାନ ରାଜନୀତିରେ ଏଇଟା ସମସ୍ତେ ଗ୍ରହଣ କରି ନେଇଛନ୍ତି ଯେ ଯିଏ ପାୱାରକୁ ଆସିବ ନେତାମାନେ ସେଇଆଡ଼େ ଯିବେ ନା ନାଇଁ ହୁଁ ନେତା ତ ହୁଅନ୍ତୁ ଦେଖନ୍ତୁ ହଁ କିମ୍ବା ଆମର ସାମ୍ବାଦିକ ଭାଇମାନେ ବି ହୁଅନ୍ତୁ ଆଉ ହୁଁ କେହି ବିରୋଧୀ ଭୂମିକାରେ ରହିବାକୁ ଚାହୁଁନାହାନ୍ତି ହୁଁ ସମସ୍ତେ ଚାହୁଁଛନ୍ତି ଯେ ଯେଉଁ ଦଳ ପାୱାରରେ ଅଛି ତା ସାଙ୍ଗରେ ରୁହ ରହିକି ଆଗକୁ ମାଡ଼ି ଚାଲ ତେବେ ଜୟ ଢୋଲକିଆ ବି ସେଇଆ କଲେ ନା ନାଇଁ ହୁଁ ଆଚ୍ଛା ତେବେ ତାଙ୍କର ଯେହେତୁ ସ୍ଥିତି ବର୍ତ୍ତମାନ କଣ କେମିତି ଦେଖନ୍ତୁ ଜୟ ଢୋଲକିଆ ଯେମିତି ବିଜେପିରେ ଜଏନ କଲେ ତ ସେ ତାଙ୍କ ବାପାଙ୍କ ହିସାବରେ ସେ ତାଙ୍କର ଏଇନା ବାପାଙ୍କ ନାଁ ନେଇକି ଉଠିଛନ୍ତି ରାଜୁ ଢୁଲକିଆଙ୍କର ଆଜ୍ଞା କିନ୍ତୁ ଦେଖିବା ଦେଖନ୍ତୁ ରାଜୁ ଢୋଲକିଆ ଏତେ ବର୍ଷ ରାଜନୀତି କଲା ପରେ ବି ସେ ବିଜେପିରେ କେବେ ବି ଜଏନ କରିନଥିଲେ କାହିଁକି ନା ବିଜେପିରେ ସେଥିରେ ଆମର ବସନ୍ତ ପଣ୍ଡା ଯିଏ ଥିଲେ ସେ ଲିଡିଙ୍ଗ ନଉଥିଲେ ହଁ ତାଙ୍କ ସହିତ ତାଙ୍କର ମାନେ ଫାଇଟ ଟକରା ଟକରି ଫାଇଟିଂ ହଉଥିଲା ବିଜେପି ଆଉ ବିଜେଡି ଭିତରେ ଠିକ୍ ସେ ଯଦି ଚାହିଁଥିଲେ ସେଇ ସମୟରେ ବିଜେପି ଜଏନ କରିପାରିଥାନ୍ତେ ଠିକ୍ କିନ୍ତୁ ତାଙ୍କର ମଲା ପରେ ଲୋକଙ୍କ କହିବା ତାଙ୍କର ମଲା ପରେ ତାଙ୍କର ପୁଅ ଯେହେତୁ ବିଜେପି ରେ ଯାଇଛି ହଁ ତ ଲୋକଙ୍କ ମଧ୍ୟରେ ବି କ୍ଷୋଭ ରହିଛି ହଁ ଆଉ ଦେଖନ୍ତୁ ଏଇନା ନୂଆପଡା ରାଜନୀତିରେ ବିଜେଡି ଯୋଉ ଥିଲା ହଁ ନୂଆପଡାରେ ଏତେ ଗୁଡେ ଆଶାୟୀ ପ୍ରାର୍ଥୀ ଥିଲେ ହଁ ଆ ସେ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ନ ଦେଇ ବରଗଡ଼ ଜିଲ୍ଲାରୁ ଆଣିକି ପ୍ରାର୍ଥୀ ଦେଇଛି ଯୋଉଟା କି ସ୍ନେହାଙ୍ଗିନୀ ଛୁରିଆ ହଁ ଠିକ୍ କଥା ହଁ ଲୋକଙ୍କ ଭିତରେ ରହୁଛି ସେ ତ ବରଗଡର ଲୋକ ଆମ ଏଇଠି କ୍ୟାଣ୍ଡିଡେଟ ହେଇଛି ତାଙ୍କୁ ଆମେ କେମିତି ମାନେ ଭୋଟ ଦବା ଠିକ୍ ସେଟା ବି ଚର୍ଚ୍ଚା ହଉଛି ଠିକ୍ ତାପରେ ଦେଖନ୍ତୁ ଘାସିରାମ ମାଝୀ ହଉଛି କଂଗ୍ରେସ ର ହଁ ସେ ଆଗରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ଥିଲେ ଲଢୁଥିଲେ ହଁ ଆଉ ତାଙ୍କୁ ଗଲା ଇଲେକ୍ସନ ରେ ପୁରା ଆଦିବାସୀ
आदिवासी जो थे आदिवासी माने सब तांको सहयोग करिकी तांको प्रार्थी करथिले हाँ आउ से गला इलेक्शन रे 2 नंबर स्थान रे थिले हाँ किंतु एबे कोन करछि कांग्रेस तांको प्रार्थी करिछि हाँ आउ जो आदिवासी नेता माने थिले तीन आदिवासी नेता माने से माने एबे गुटे माने डिवाइड हि जंती जणे जाईछि बीजेडी को जणे जाईछि बीजेपी को ठीक देखंतु सेमान का स्ट्रेटजी देखंतु से माने पूरा आदिवासी के वोट को माने डिवाइड करबा को Divide चेष्टा करबा। करछंती हाँ जदि आदिवासी के वोट गुटे ही तांता तो घासीराम माझी पूरा निर्द्वंद्व रे विजय हेबार चांस थिला हाँ